ହାତୀ ଆକ୍ରମଣରେ କାଲି ବୃଦ୍ଧ ମୃତ, ଆଜି ବୃଦ୍ଧ ମୃତ। ଘରେ ଶୋଇଥିବା ବେଳେ ଦଳିଦେଲା ଦନ୍ତା। ଘରେ ଶୋଇ ଦେଉନି ହାତୀ। ହାତୀ ପାଇଁ ସାରା ରାତି ଅନିଦ୍ରା ହୋଇ ଜଗି ରହିଲେ ବି ଗୋଡ଼ାଇ ଗୋଡ଼ାଇ ମାରୁଛି ହାତୀ। 2 ଦିନରେ ହାତୀ ନେଲା 2 ଜୀବନ। ଅନୁଗୁଳ ଜିଲ୍ଲା ତଳମୂଳ ଗାଁରେ ଆଜି ପୁଣି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି। ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗିବା ସହ ଆର୍ତ୍ତଭୋଇଙ୍କ ନାମକ ଜଣେ ବୃଦ୍ଧଙ୍କ ଜୀବନ ନେଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତଳମୂଳ ଗାଁର ଆର୍ତ୍ତଭୋଇ ଓ ତାଙ୍କ ପରିବାର ରାତିରେ ଶୋଇଥିବା ବେଳେ ହଠାତ୍ ଏକ ହାତୀ ତାଙ୍କ ଘର ଭାଙ୍ଗିବା ସହ ଆର୍ତ୍ତଭୋଇଙ୍କୁ ଆକ୍ରମଣ କରିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଜିଲ୍ଲାରେ ହାତୀ ଓ ମଣିଷ ବିବାଦ ଥମିବାରେ ନାଁ ନେଉନି। ଗତକାଲି ମଧ୍ୟ ହାତୀ ଆକ୍ରମଣରେ କୁସୁମପାଟ ଗାଁର ପ୍ରମିଳା ସାହୁ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ତେବେ ତୁମୁଣି ଗାଁରେ ମଧ୍ୟ ଆଜି ସକାଳେ ହାତୀ ଆକ୍ରମଣ କରିବା ଫଳରେ ବନ୍ଧୁଦେବ ବେହେରା ନାମକ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବ୍ୟୁରୋ ରିପୋର୍ଟ, ଅନୁଗୁଳ ଟିଭି। କଣ ହେଇଛି ତମର? ବାରଟା ବେଳକୁ ଆମେ ସବୁ ଶୋଇଥିଲୁ। ମୋ ସ୍ୱାମୀକି ହାତୀ କୁଟି ଦେଲା। ମା ଛୁଆ 6 ଜଣ ଯାକ ଶୋଇଥିଲୁ ସବୁ। ଯାହାକୁ ମାଇଲା ସେ ତମର କଣ ହେବେ? ସ୍ୱାମୀ ଲାଗିବ। କଣ ତାଙ୍କ ନାଁଟା କଣ? ଆର ତ ହୁଏ। ଓହୋ, ତାପରେ କୋଉଥିରେ ନେଇକି ଆସିଲ? ଆମ୍ବୁଲାନ୍ସରେ ନା କୋଉଥିରେ ନେଇକି ଆସିଲ ତମକୁ? ଆମ୍ବୁଲାନ୍ସରେ ଆଇଲୁ। ମେଡିକାଲ ଆଇଲୁ ଆମ୍ବୁଲାନ୍ସରେ। ହେଠୁ ଡକ୍ଟର କଣ କହିଲେ? ଡକ୍ଟର କିଛି କହିନାହାନ୍ତି। ଆମେ ତ ବାଟ ମୁହଁକୁ ଯାଇଛୁ। ସେ କଷ୍ଟ ହେଲେ। ଓହୋ, ରାତିରେ ଶୋଇଥିଲା ବେଳେ ହାତୀ ଆସିଲା? ଘରେ କଣ ଘର ଭାଙ୍ଗି ଦେଇଛି? ଆମ ଘର ଭାଙ୍ଗି ଦେଇଛି। କିଛି ନାହିଁ, ସବୁ କୁଚୁକୁଚା କରିଦେଇଛି। ବଖରା ଯାକ ଝିଅକୁ ଆଉ ନାତୁଣୀକି ମାଡ଼ି ବସିଲା। ସାନ ବଡ଼ ଝିଅକୁ ନାତୁଣୀକି ମାଡ଼ି ବସିଲା ଯେ ଆମେ ଚାଲ ଟେକୁଛୁ। ଆମେ କହିଲୁ ତା ବାପା କଣ ବାହାରକୁ ପଳେଇଛି ସେନକୁ ବାଡ଼େଇବ ବୋଲି। ତାକୁ କୁଦି ଦେଇଛି ବୋଲି ଆମକୁ ଏତେ ଜଣା ନାହିଁ। ଆମେ କହିଲୁ ସେନକୁ ବାଡ଼େଇବା ପାଇଁ କଣ ତା ବାପା ବାହାରିକିନି ଯାଇଥିବାର ବୋଲି। ଯେତେବେଳେ ହାତୀ କୁଦି ଦେଇକିନି ଗଲା ଯାଇକିନି କହୁଛି ଝିଅ ଲୋ ମୁଁ ମରିଗଲି, ମତେ ଆସେ। ମତେ ହାତୀ କୁଦି ଦେଇକିନି ଯାଇଛି। ମୋ ଛାତିରେ କୁଚୁକୁଚା ମାଡ଼ ହେଇଯାଇଛି କହିଲା। ମୁଇଁ କହିଲି ତମେ ବୋଲେ ବାହାରକୁ ବାହାରିବ ବୋଲି ମୁଇଁ ଭାବିଲି। ମୋ ପୁଅଟି ବାହାରକୁ ବାହାରି ଆଇକିନି ବାଡ଼ି ଧରିନି। ଯେତେବେଳେ ଷେଣ୍ଢ ବୋଲି ବାଡ଼େଇବ ବୋଲି ଯେତେବେଳେ ହାତୀ ମୁହାଁମୁହିଁ ହେଇଗଲା, ପୁଅ ବାଡ଼ି ପକେଇ ଦେଇକିନି ସେ ଗାଁକୁ ପଳେଇଲା। ଗାଁରୁ ଲୋକ ଆଇଲାଣି କି ଆଉ ହାତୀ ନାହିଁ, ପଳେଇ ସାଇଲାଣି।